ଆସିଛେ ଆମ ପଥୁରିଆ ଆମ କୁଜଙ୍ଗ ଅଞ୍ଚଳର ପଥୁରିଆ ତ ପିରଙ୍ଗ ବାବା ଯଦି କାହାକୁ ସର୍ପାଘାତ ହେଉଛି ବା ସାପ କାମୁଡ଼ି ଥାଏ ତାହେଲେ ପିରଙ୍ଗ ବାବାଙ୍କର ନାମ ନେଲେ ଭଲ ହେଇଯାଆନ୍ତି। ଆଉ କିଛି ଶ୍ରଦ୍ଧାଳୁମାନେ ମଧ୍ୟ ମତ ରଖନ୍ତି କିଛି ଦୁରାରୋଗ୍ୟ ଯଦି ଥାଏ ତାହା ମଧ୍ୟ ପ୍ରଭୁ ଭଲ କରିଦେଇଥାନ୍ତି। ବାବା ପିରଙ୍ଗ ବାବା ଆସନ୍ତୁ ଏ ବିଷୟରେ ଆମେ କିଛି ଭକ୍ତମାନଙ୍କ ସହ ଆଲୋଚନା ରଖିବା। ଆପଣଙ୍କର ମେନ୍ ହେଉଛି ନଡ଼ିଆ ଆଉ କଦଳୀ, ତାପରେ ଆମେ ସାଇଡ଼ରେ ଯେଉଁ ଉଖୁଡ଼ା ରଖୁଛୁ ଖସା ଲଡ଼ୁ ଆଇଟମ୍ କରି ରଖୁଛୁ ଆଉ ଭୋଗ ସବୁ ଲାଗିଥାଏ। ଆଚ୍ଛା, ଯଦି ପୂଜା କରୁଛନ୍ତି ତାଙ୍କୁ କ'ଣ କୁହାଯାଏ? କାଜିମଦାର କୁହାଯାଏ। ଆଜ୍ଞା, କାଜିମଦାର କାଜିମଦାର ବୋଲି କୁହାଯାଇଥାଏ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଭୋଗ ଦୋକାନ ଭାଇ ଆମର ଭାଇ ଏଇଠି ତ ଘର। ଆଚ୍ଛା, ହଉ ବହୁତ ବହୁତ ଧନ୍ୟବାଦ। ଫୁଲ ହାର ସହ ଆମର ଅନେକ ପ୍ରକାର ଭୋଗ ମଧ୍ୟ ଏଠାରେ ବିକ୍ରୟ କରାଯାଏ। ଶ୍ରଦ୍ଧାଳୁ ଭକ୍ତମାନେ ଆସିଲେ ସେମାନଙ୍କ ପାଇଁ କିଛି ଜିନିଷ ମଧ୍ୟ ସାମଗ୍ରୀ ପଡ଼ିଥାଏ ଯାହା କିଣାକିଣି କରିବା ପାଇଁ। ପିଲାମାନଙ୍କ ପାଇଁ କିଛି ବହି ମଧ୍ୟ ଅଛି, ବିଭିନ୍ନ ପ୍ରକାର ପୂଜା ବହି ରହିଛି ଏବଂ ଫଟୋ ଚିତ୍ର ମଧ୍ୟ ଅଛି। ଆମ ପିରଙ୍ଗ ବାବାଙ୍କର ଫଟୋ ନାହିଁ କି ଆଜ୍ଞା? ପିରଙ୍ଗ ବାବାଙ୍କର ନାହିଁ। ବାବା ପିରଙ୍ଗ ଗାଦି ଆମ ପଥୁରିଆ ତାଙ୍କର ବାର ଥାଏ। ଭାଇ ତୁମେ ସବୁଦିନ ଏଇଠି ବସୁଛନ୍ତି? ପ୍ରତ୍ୟେକ ଗୁରୁବାର ଆସୁଛନ୍ତି? ପ୍ରତ୍ୟେକ ଗୁରୁବାର କାହିଁ ଆସୁଛନ୍ତି? ପ୍ରତ୍ୟେକ ଦିନ କାହିଁ ଆସୁନାହାନ୍ତି? ଗୁରୁବାର ବାବା ପିରଙ୍ଗ ପାଖକୁ ତାଙ୍କ ବାରି ନାଇଁ ଗୋଟେ ବାର ଥାଏ, ସେଇଦିନ ଶ୍ରଦ୍ଧାଳୁ ଭକ୍ତମାନେ ଆସିଥାନ୍ତି। ସେଥିପାଇଁ ଆମ ବ୍ୟବସାୟୀ ବନ୍ଧୁମାନେ ମଧ୍ୟ ଆସିଥାନ୍ତି। ପ୍ରକାର ଘର ଉପକରଣ ମଧ୍ୟ ଏଠାରେ ଆପଣମାନେ ପାଇପାରିବେ। ବାବା ପିରଙ୍ଗ ପାଖରେ ଆମେ ଫଳମୂଳ ଆଦି ଜାଣିଲେ ଭୋଗ ଲାଗେ। କୋଉଥିରେ ପ୍ରସ୍ତୁତ ହେଉଛି ଏ ଭୋଗଟି? ଗୁଡ଼ ନଡ଼ିଆରେ। ଗୁଡ଼ କ'ଣ କେମିତି? ତାପରେ ତାକୁ ଏଇ ଛୋଟ ଛୋଟ ଏ ଠାକୁରଙ୍କର ପ୍ରିୟ ଏ ପ୍ରଥମ ଭୋଗ ହୋଇଥାଏ। ତାପରେ ଫଳମୂଳ ଆମେ ସବୁ ସବୁରି ମୂଳରେ ଏଇ ଗଛ, ସେ ହିଁ ଭଗବାନ, ସେ ହିଁ ସବୁକିଛି। ଆମେ ଏଇ ଗଛ ବିଷୟରେ ତ ପୂର୍ବ ସମୟରେ ଆରମ୍ଭରୁ ଅଛନ୍ତି। ମା ଆପଣ ଜାଣନ୍ତିନି ଗଛ କଥା? ଆମେ ତ କିଛି ଶ୍ରଦ୍ଧାଳୁମାନଙ୍କୁ ପଚାରୁଛୁ, ଭକ୍ତମାନେ କହୁଛନ୍ତି ଓ ସେମାନେ ବି କୁହନ୍ତି ଆମେ ଜାଣିନୁ, କିନ୍ତୁ ଏଇ ଗଛର ମାହାତ୍ମ୍ୟ କିଛି ଜାଣିଛନ୍ତି ଆପଣ? ସେଇ ସମୟରେ ଜାଣିଥିବେ। ସାପ କାଟି ଭଲ ହୁଅନ୍ତି, ବହୁତ ଲୋକ ଭଲ ହୁଅନ୍ତି। କୁକୁର କାମୁଡ଼ା, ସାପ କାଟି ଏଇଥିରେ ସବୁ ଭଲ ହୁଅନ୍ତି। କୁକୁର କାମୁଡ଼ିଲେ ଏବଂ ସାପ କାମୁଡ଼ିଲେ ମାନେ ଏଇ ଗଛ ପତ୍ର ଗଛ ଛେଲି ମାଧ୍ୟମରେ ଭଲ ହେଇଥାଉ। ଠାକୁରଙ୍କର ବି ମହିମା ଅଛି ନାଇଁ? ତ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଗଛର ନାମ କେହି କହିପାରୁନାହାନ୍ତି। ଭକ୍ତମାନେ ଆସିଲେ ବିଭିନ୍ନ ପ୍ରକାର ଦୁରାରୋଗ୍ୟରୁ এই ଗଛର ବିଭିନ୍ନ ଅଂଶ ମଧ୍ୟ ଔଷଧ ରୂପେ ଭକ୍ତମାନେ ବ୍ୟବହାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଆମେ କିଛି ଭକ୍ତମାନଙ୍କ ସହ ଆଲୋଚନା ରଖିବା ଏ ଗଛ ବିଷୟରେ କିଛି ଜାଣିବା। ଆସନ୍ତୁ, ମାନସିକ ପୂରଣ ପାଇଁ ଆମ ଭକ୍ତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ନଡ଼ିଆ ମଧ୍ୟ ଶ୍ରୀଫଳ ଏଠାରେ ବନ୍ଧାଯାଇଛି। ପିରଙ୍ଗ ଗୋସାଇଁ ବା ପିରଙ୍ଗ ବାବାଙ୍କ ନିକଟକୁ ସୁନ୍ଦର ବାର୍ତ୍ତା ଦିଏ ଏହି ପୀଠ। ବାବାଙ୍କ ବିଭୂତି ମଧ୍ୟ ଦିଆଯାଉଛି। ବିଭୂତି ନେଇ ଭଲ ସଫା କନାରେ, ଆଜ୍ଞା, ଭଲ ସଫା କନାରେ ଘରେ ଯୋଡ଼ି ବାନ୍ଧିଦେବେ। ଆଉ କେହି ପସନ୍ଦ ଆମେ ଘର ଭିତରେ ଯେକୌଣସି ଯୋଡ଼ି ବାନ୍ଧନ୍ତୁ, ଘରେ ବାହାରେ ବାନ୍ଧନ୍ତୁ କି ଭିତରେ ବାନ୍ଧନ୍ତୁ, ଯୋଡ଼ି ବାନ୍ଧନ୍ତୁ। ବାନ୍ଧିଲେ ଆଉ ସାପ ଆସିବେନି, ସାପ ଘର ଭିତରେ ପଶିବ ନାହିଁ। ସାପ କାମୁଡ଼ିଲେ ଯଦି ଆଜି ତ କମିଗଲା, ଯାହା ଏବେ ତ ମେଡିକାଲ ନେଇଯାଉଛନ୍ତି। ଏଠି ସାପ କାମୁଡ଼ା ଆଗେ ଏଇଠି ସବୁ ଭଲ ହଉଥିଲେ, ସବୁ ଭଲ ଏଇଠି ହଉଥିଲେ। ଆଣିବେ ତାଙ୍କୁ ସାପ କାମୁଡ଼ା କିଣି ଆଉ ଗାଧେଇ ଫାଧେଇକି
ଆଣି ଏଇ ଠାକୁରଙ୍କ କତିରେ ପକେଇଦେଲେ ସେ ଏଠି ସ୍ୱପ୍ନ ତାଙ୍କର ହେଇଯାଏ ସେ ଉଠି ପଳାନ୍ତି ହେଲା ଏଠି ଭୋଗରା କରି ବିଦାୟ ଯାଆନ୍ତି ସ୍ୱପ୍ନ ମହିମା ଅଛି ଠାକୁରଙ୍କର ନାଇଁ କି? ମହିମା ବହୁତ ଅଛି ଠାକୁର ମନସ୍କାମନା କରି ଆମେ ଠାକୁର ମାନଙ୍କ ପାଖକୁ ଆସୁଛୁ। ଏବେ ଡାକିଲେ ବି କରନ୍ତି ଆଉ ଏବେ ତ ଏବେ ନେଇ ଯାଉଛନ୍ତି ମନ୍ଦିର ନା ଯୋଉ କଣ ମେଡିକାଲ ଫେଡିକାଲ ଆଉ ଠାକୁରଙ୍କ କତିରେ କହିଲେ ହୁକୁମ ହେଲା ଗଲେ ଠାକୁରଙ୍କ ନାଁରେ ଆଜି ଆମେ ଯୋଉ ସାପଟା ଦେଖିଲେ ଠାକୁର ବୁଢାପିର ଠାକୁରଙ୍କ ନାଁରେ ପଇସା ବାନ୍ଧିଦେଲୁ ଗଲା। ନାଇଁ ସାପ ଦେଖିଲେ କଣ ଆମେ ବାନ୍ଧିବା? ସାପ ହଉଛନ୍ତି ହିଂସ୍ର ଜନ୍ତୁ, ସେମାନେ ସରୀସୃପ ସିଏ ରହୁଛନ୍ତି। ସକାଳେ ବୁଢାପିର ଯଦି ଅନ୍ୟମନସ୍କ ସାପ ମାରେ କିମ୍ବା ସାପ ପ୍ରତି ଯୋଉମାନେ ଭୟଭୀତ ହୁଅନ୍ତି ସେଇମାନେ ପିରମ ବାବାଙ୍କ ନାମ ନେଲେ ମଧ୍ୟ ସାପଟାରୁ ରକ୍ଷା ପାଇଥାନ୍ତି। ଏସବୁ ଥାଏ ଏ ପୁରୁଣା ସମୟରେ। କିନ୍ତୁ ଯୋଉ ନନା ତଥ୍ୟ ରଖିଲେ ବିଭୂତି ନେଇକି ଆମେ ଯଦି ଘରେ କିମ୍ବା ବାହାରେ ରଖିବା ସେ ଅଞ୍ଚଳରେ ସାପ ଆଉ ଆସିବେ ନାହିଁ। ଏ ବିଷୟରେ ଆପଣ କଣ କହିବେ? ତଥାପି ଏସବୁ ଆମର ତ ବିଶ୍ୱାସ ଆଜ୍ଞା ନାଇଁ କି? ହଉ ଆଜ୍ଞା ମା ବହୁତ ବହୁତ ଧନ୍ୟବାଦ। ଗଛ ନା କେହି କହିପାରିବେନି ସେ ଗଛ ସେ ଆମ ଅଜାଙ୍କ ଅମଳରୁ ସେ ହେଲାଣି ଗଛ ହେଲା ଏଇ ପତ୍ର ପିଇଲେ ସାପ କାମୁଡା ଭଲ ହେଇଯାଉଥିଲେ। ହଁ ସେଇ କଥା ତ ସମସ୍ତେ କୁହନ୍ତି। ସବୁ ମାନେ ସବୁ ଜିନିଷ ପାଇଁ ସେ ପତ୍ର ଆମର କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଆଜ୍ଞା କିଛି ଲୋକ କହିଛନ୍ତି ଭଲ ହେଇଯାଇଛି ବୋଲି। ତେଣୁ ବିଶ୍ୱାସ ହେଲା ମେନ୍ ସବୁ ଆମର ଏଇ ଗଛ ନାଁ ଟିକକୁ ଆମେ ଜାଣିପାରିଲୁ ଗଛ ନା କେହି କହିପାରିନି ଆମେ ଅଜା ତଜା କାମ କେହି କହିଲେନି ସେ ଆଚ୍ଛା ଇଏ ଗଛ ଇଏ ହେଲାଣି ସେ ଗଛ ବାହାରିଲା ସେ ଠାକୁରଙ୍କ ମାନେ ଇଏ ଆଉ ଗୋଟେ ଗଛ ଇଏ ଗଛ ୟାର ମଞ୍ଜି ପଡିଲେ କୋଉଠି ଗଛ ହବ ନାହିଁ ଆଜ୍ଞା। ହଁ ମଞ୍ଜି ପଡିଲେ ଗଛ କୋଉଠି ହବନି କିଛି ହବନି ଇଏ ଆଚ୍ଛା ଆଚ୍ଛା ୟାର ମାନେ କା ଇଏ ବାହାରିଲା ସେପଟ ବିଧିର ବିଧାନ ଯାହା ଇଏ ସେଇଆ ଆଉ ବିଧିର ବିଧାନ ଆମ ହିନ୍ଦୁ ତ ଅଧିକାଂଶ ସବୁ ଦେଖୁଛନ୍ତି ଏଠି ସବୁ। ମୁଁ ତ ସେଇ କଥା ଜାଣିବାକୁ ଆମେ ଚାହୁଁଛୁ। ଆଗେ ବି ତାଙ୍କରି ମାନେ ପୂରଣ ହଉଛି ଯାହା ମାନସିକ କରି ତାଙ୍କରି ଆଗେ ପୂରଣ ହଉଛି। ପ୍ରଥମ ଥର ପାଇଁ ଆମେ ଜାଣିଲୁ ଆମ ମୁସଲମାନ ବନ୍ଧୁମାନଙ୍କର ପୀଠରେ ହିନ୍ଦୁ ଭକ୍ତମାନଙ୍କର ସମ୍ମିଳନୀ ଏବଂ ତାଙ୍କର ମନସ୍କାମନା ମଧ୍ୟ ବହୁତ ପରିମାଣରେ ପୂର୍ଣ୍ଣ ହେଉଛି ଆଜ୍ଞା ନାଇଁ କି? ସେଥିପାଇଁ ସେମାନେ ଆଣି ଏଇ ଗଛରେ ଏଇ ଯୋଉ ମନସ୍କାମନା ପୂରଣ ହେଲା ପରେ ମାନସିକ ପରେ ଏଇସବୁ ବାନ୍ଧିକିରି ଯାଇଥାନ୍ତି। ମାନସିକ ପୂରଣ ହେଲା ପରେ ଖୋଲି ନେଇ ଜଳା ସେ ରହେ ସେମିତି ରହିଥାଏ। ଯାଆନ୍ତି ସେମାନେ ସେ ଖୋଲା ହଁ ଆଜ୍ଞା ବାବାଙ୍କର ବିଭୂତି ଆମେ ଆଶା ରଖୁ ଏ ବିଭୂତି ଯୋଉ ହୋମ ହୋଇଥାଏ ଯୋଉ ହୋମ କୁଣ୍ଡରୁ ଆସିଥାଏ କି ତାର ବିଭୂତି ଇଏ হয় ଆଉ ହୋମ କୁଣ୍ଡରୁ ଆସିଥାଏ ପତ୍ର କଣ କେମିତି ଦିଆଯାଉଛି? ପତ୍ର ପାଇଁ ସବୁ ପାଇଁ କିନ୍ତୁ ଦିଆ ହଉଛି ମାନେ ଇଏ ଲୋକ ତ ଆଜିକାଲି ତ ମେଡିକାଲ ଉପରେ ସବୁ ନିର୍ଭର କରୁଛନ୍ତି ଠାକୁରଙ୍କ ଉପରେ ବିଶ୍ୱାସ କରି ପତ୍ର ପିଇଲେ ସବୁ ଭଲ ହେଇଯାନ୍ତା ସେ ତ ନାହିଁ ସେ ସିଷ୍ଟମ ଯାହା ଜ୍ୱର ହେଲେ ସାଙ୍ଗେ ସାଙ୍ଗେ କେତେ ଲୋକ ଆସିଲେ ବହୁତ ଲୋକ ଏବେ ମାନେ ଇଏ ହେଇଗଲାଣି ମାନେ ଲୋକ ଯାହା କୁକୁର କାମୁଡ଼ିଲେ ସେ ମେଡିକାଲ ସାପ କାମୁଡ଼ିଲେ ସେଇ ମାନେ ମେଡିକାଲ ସବୁ ଯାହା ପଳଉଛନ୍ତି। ଆଗରୁ ତ ସେମିତି କିଛି କମ୍ୟୁନିକେସନ ନଥିଲା ତ କମ୍ୟୁନିକେସନ ସବୁ ହେଇଗଲା। ନାଇଁ ଆଗରୁ ଆଜ୍ଞା କମ୍ୟୁନିକେସନ ନଥିଲେ ବି ଆମର ଏଇ ଯୋଉ ବିଶ୍ୱାସ ବଳରେ ଆମେ ଆସୁଥିଲେ ଭଲ ହଉଥିଲେ କିନ୍ତୁ ଅଧିକ ଲୋକ ଭଲ ହେଇପାରୁଥିଲେ ଆଜ୍ଞା। ତ ମେଡିକାଲ ହବା ଦ୍ୱାରା ଆମର ଉନ୍ନତି ହେଇଛି। ମୁଖ୍ୟ କଥା ହଉଛି ଏଠି ହଁ ତ ମେଡିକାଲ କୁ ଯାଆନ୍ତୁ କିନ୍ତୁ ଆମର ଯୋଉ ବିଶ୍ୱାସ ଅଛି ସେ ବିଶ୍ୱାସରେ ଆସନ୍ତୁ ଏଇ ପୀଠକୁ। ଠାକୁରଙ୍କ ଆସି ଏଠି ଭୋଗରାଗ ବି କରୁଛନ୍ତି ବିଦାୟ ଯାଉଛନ୍ତି ଠାକୁର ବିଶ୍ୱାସ କରିକି ଯାଉଛନ୍ତି ଠାକୁର ହିଁ ଭଲ କରୁଛନ୍ତି କିନ୍ତୁ ମାନେ କଣ ସବୁ କାହିଁକି ଆମ ଅଞ୍ଚଳରେ ଏଇ ପିରଙ୍ଗ ବାବା ହିଁ ଆମର ବିଶ୍ୱାସ। ସାପ ଦେଖିଦେଲେ ବି ପିରଙ୍ଗ ବାବାଙ୍କ ଆମେ ନାଁ ନେଇଥାଉ। ଘରେ ଯଦି ସାପ କାହାକୁ କାଟିଲା ପିରଙ୍ଗ ବାବାଙ୍କ ନାଁରେ ଆମେ ପାଦୁକ ମଧ୍ୟ ଦେଇଥାଉ। ବିଭୂତି ଘରେ ଆପଣ ମାନେ ରଖିଲେ ସର୍ପ କେହି ଆସିବେ ନାହିଁ। ଆଚ୍ଛା ଏ ବିଭୂତି ଆଉ କୋଉ କାମରେ ଲାଗିପାରିବ ଆଜ୍ଞା? ବିଭୂତି ଖାଲି କେବଳ ସେଇ କାମରେ ନାଗେ ଠାକୁର ବିଭୂତି ଘରେ ରଖିଲେ ବି ମାନେ ଭଲ ସବୁଠାରୁ ମାନେ ଘରେ ଯଦି କିଛି ରିଷ୍ଟ ଥାଏ ଆଜ୍ଞା ରିଷ୍ଟ ଖଣ୍ଡନ ପାଇଁ କଣ କେମିତି କିଛି ଅଛି ସେମିତି ଅଛି ଯେ ହେଲେ କଣ ସବୁ ଅଛି ବା ସବୁ ଜିନିଷ ସବୁ ମାନେ ଏଠି ଠାକୁରଙ୍କ ସମାଧାନ ଅଛି ହେଲେ ଆଜିକାଲି ମାନେ ଇଏ 9:30ରୁ 10:30 10:30ରୁ 11:30 11:30 12 ଗୋଟାଏ ବେଳେ ଟିକେ ବନ୍ଦ ରହେ ଅଧଘଣ୍ଟା ଖଣ୍ଡେ ତାପରେ ଭୋଗ ଆରମ୍ଭ ହେଇଯାଏ ହେଲା। ଆଉ ତା ଟାଇମ ଅନୁସାରେ ସବୁ ଗୁରୁବାର ଗୋଟେ ନିୟମ ଅଛି ଟାଇମ ଅନୁସାରେ ଆମର ଭୋଗ হয় ହେଲା। ଅନ୍ୟ ଟାଇମରେ ଆସିଲେ ଆଇଲେ ସାଙ୍ଗେ ସାଙ୍ଗେ ଭୋଗ କରି ନେଇ ଗୁରୁବାର ଆସିଲେ ଭକ୍ତମାନେ ଆସୁଛନ୍ତି ସକାଳୁ ଆସିଲେ ଆପଣ ମାନେ ସକାଳୁ ଆଇଲେ ମୁଁ 9ଟାରେ ଗୋଟେ ଭୋଗ କରିଦେଲି ଆଜ୍ଞା ଗୋଟେ 10:30ଟାରେ ହେଲା ଏବେ ତ ଗଲା 11:30ରେ ଗୋଟେ ଗଲା ସନ୍ଧ୍ୟା ଆଉ ଗୋଟେ ଭୋଗ ହବ ଆଉ ଗୋଟେ ଭୋଗ ହବ ଏମିତି କିଛି କିଛି ସମୟ ନେଇକିରି ଭୋଗ ଗୁରୁବାର ଦିନ କେବଳ ସେ ସମୟ ନେଇକି ଭୋଗ ଆଉ ଅନ୍ୟ ଟାଇମରେ ସବୁ ଭୋଗ କରି ସାଙ୍ଗେ ସାଙ୍ଗେ ଆଇଲେ ଭୋଗ କରି ନେଇ ଆମର ଯେମିତି ପହଡ ପଡେ ମଧ୍ୟାହ୍ନ ସମୟରେ 10-20 ମିନିଟ୍ ମାନେ 30 ମିନିଟ୍ ଭିତରେ ସେଟା ରହୁଛି ଆମର କୋଟାରେ ହେଲା ଆମେ ପାଠା ଫାଠା କରିବାକୁ ଯାଏ ତ ସେଟା ଟିକେ ରହେ ଆଉ ଟିକେ ହାତ ଦେଖିବାର ବ୍ୟବସ୍ଥା କିଛି କହୁନାହାନ୍ତି? ଦେଖନ୍ତୁ ଛୋଟ ଝିଅର ଦେଖ ତାର ଯେତିକି ନିୟମ କହୁ ତମ ଘର କତିରେ ଘର ପାଖେ କିଛି ଅଛି ଗୋଟେ ଲୋକ ହେଲା ସେ କିନ୍ତୁ ଦୃଷ୍ଟି ରହୁଛି ଏହା ଉପରେ ଯେ ରାତିରେ ଶୋଇଲା ଚଙ୍କୁଥିବ
तुम देखिए तुमको थब से खाऊ न भल शुण सी देख फिर कह मोर जी आखि इधर मत जना पड़े से पिलार दृष्टि रोचे खाऊनी भल की रास्ते चमकुता तथा देह नागुन उपचार खाइबा खाऊनी माने कौन पाई खाऊनी से लोक से खाई समस्त की खाऊ से कहीं खाऊनी कौन पाई खाऊनी से सिस्टम से अच्छी बोली से खाऊनी ना माने वो ये करन थब दुष्ट रहउची छोट पिला बाबा की डेउरिया देले तो दृष्टि ठाकुर ताबी दिया होची ना देले दृष्टि फुची सब पड़े किछ रही हो दृष्टि सब एसु जा मां आपण आगुरु आसीथिले पिठो आसंदी झीओं पई आगुरु डेउरिया नहीं थिले कि आज आसंदी प्रथम थर पई नहीं मीन करी बाटी दबो बाटी दे कंसारे कंसाई कर दो या 10 मिनट छाड़ी तने पीबो घंटा को 4-6 खंडे परिसा हो से परिसा पड़े जा बिछ तो सब पड़ी किछि रहबो हैला मु फोन नंबर देछि भलो मंद मते फोन करी बाबा ना ना सेही गोटाई नदी अधिक गरम फरम हैला पेट हैला ता पड़ दिटा आनी रखि दे हैला ई बाबा पिरंग पीठरे मध्य आमे आयुर्वेदिक सेवा मध्य पाई पारुछे बाबांक द्वारा कहीं ना ये पीठर महिमा होउची सेही उद्भिद सेही वृक्ष ठारू जेहेतु बाबा माने हमर अछंदी से माने मध्य ये आयुर्वेदिक सेवा प्रभुंक महिमा एवं किछि विभूति माध्यम रे ये सेवा मध्य जोगै आछन सेही कथा मु कहूची तुमको जोटा मानसिक तुम आगुरु तुम झील माने झीटा बेलू तुम तुम झील थला बेले पढ़ुला बेले कि तुम बापा माँ तुम कोई चाकरी दे कि तुम मानसिक कर कि ना से झील ये ये कर दे से साप साप स्वप्न देखिए से यदि मानसिकटा पूर्ण करदे साप स्वप्न आउ देखिए से साप देखा जाऊँगी से चारिआडे तुमको ये देखा जाऊ आखि तले पड़े आस ये हो सब हो नहीं जीवा आसवा समय रे मां को देखा जाउछन स्वप्न रे देखुना स्वप्न रे देखुची जानले स्वप्न रे देखुची ताबे देखलो चारिआडे जन सब जन संध्या हो जन जन चारिआडे सब देखु हां दिन रे नहीं बाबा दिन रे देखाउ नहीं चारिआडे संध्या जन हो रात जन सब जन देखाउ जाबे देखिले सेती एमती ये को मनर भावना आ गया ना कोन पई एबे लुछि हो तांका से झियो बोल मान जे छोट झियो थले छोट बड़ से बड़ कॉलेज पढ़ा सरला पर भी सब हुई जियंता साप सब तुमको देखा जाउछ हां जे खणाटी ठाकुर खणाटी दे दे हां ठीक है किछि ये नहीं ये जो बाबा आरो ये बुधवार गुरुवार देखी सी बाबा कोन ये कुकुर येटा मो माइंड भीतर मन भीतर रहितला मु बाबा हम पाखु जीवी तापरे बाबा जे राती 4 राती को मने कोनी हां मो बुझी साइड हां से ठाकुर डकेले तुमको दे हां से नाउ तुम सब गोटे एडीटा अछि सी जे उडी गिरी मो आगे रे जाउची मते कामुडी लेबी जानले बाबा मो झी मो सारा अछि मो दौडी गिरी पोस्ट आउट जाबे एमती पूरा पूरा कुआ घर पूरा से सब प्लसटा देखु जाऊ आज्ञा आरो गुरुवार दिन मिले गुरुवार दिन को बाबा को आसी अच्छा ठीक है आस भल कर भोगरा करी जाओ तुम जो गोटी मानसिकटा कर मानसिकटा पूर्ण कर दियो ताहले जदि से मानसिक साप स्वप्न भी आउ न देख जदि देख मो कति आस जदि मो कति आस मु देवी गोटा जिन आउ साप स्वप्न जमा जीवन देखिए जोटा अच्छी से तुम आगे पूर्ण कर दियो मानसिक किछि रही छै मानसिक किंतु पूर्ण रही से माने करचंती आमे मन रे मानसिक रखि थाउ ता पूर्ण हमर हे जाय किंतु आमे से पूजा अर्चना करि न थाउ सेही किछि रही थिबार ए सब व्यवस्था से स्वप्न फल साप स्वप्न देखो ये देखो सेटा सेटा ये हे गले ओके आ हे जो ठीक हे जीव जल्दी न होला आसी मो कति हां एठी एक अलौकिक घटना आमे जानिबा को पाउछु काहे कि ना ए गादी बढ़ुची बोली किछि भक्त माने मध्य कहंती मैडम टिके आपन टी मत रखिए जेहेतु आपन ये अंचलवासी आपन केबे देखिथिले छोट थिला धीरे धीरे ये बढ़िबार किछि लोक कथारे कहउचंदी ए विषय टे कहबे छोट बासु गादी पूरा छोट थिले बहुत आइबे बहुत मन बढ़िया पूरा देखा जाउछ बढ़ुचंदी वर्तमान समय रे हमर ए झड़ा फुंका को आपन केमती देखंदी बाबा कथा सुनिछु बाबा झड़ा फुंका भलो होई जे बोली इरम ठाकुर ना सुनले सब भलो होई जे बेसिकली हमर सर्पाघात बा तारी ऊपर अधिक प्रभुंग महिमा नहीं कि बाबा हां ए विश्वास नै कि तो हमें आसी थाउ नहीं आ किछि कंसर हमें जानिलु पाठ मन न रहिले बाबा किछि झाड़ी देबे बोली किछि डेउरिया ए प्रथा टिए किछि आपण कथा होतले ए विषय कोन पई पछाते बाबा हाथ लागले केबे नेइनी आज्ञा हिंदू और मुसलमान उभय बंधु मानकर समन्वयर पीठ होची पिरह पीठ देखा जाउची
ଉଭୟ ବନ୍ଧୁମାନେ ଏଇ ଗୋଟିଏ ଧାମକୁ ଆସି ପୂଜା ଅର୍ଚ୍ଚନା କରିଥାନ୍ତି ଏ ବିଷୟରେ ଟିକେ କହିବେ। ପଥୁରିଆ କୁଜଙ୍ଗ ବ୍ଲକ ଜଗତସିଂହପୁର ଜିଲ୍ଲା ହେଉଛି ପଥୁରିଆ ଗ୍ରାମ ଅଗପାଳ ପଞ୍ଚାୟତ। ଇଏ ହେଉଛନ୍ତି ବାବା ବୁଢ଼ା ପୀରଙ୍କ ନାଁରେ ପ୍ରାୟ ବୋଧେ 100-200 ବର୍ଷ ହେଲା ଏଠି ହେଉଛି ପରିପ୍ରକାଶ। ଏଠୁ ବହୁତ ଆଗରୁ ହଜାର ହଜାର ଯାତ୍ରୀ ଆସୁଥିଲେ ଏବଂ ଏଠି କୁକୁର କାମୁଡ଼ା, ବିଲୁଆ କାମୁଡ଼ା, ସାପ କାମୁଡ଼ାରେ ଇଏ ହେଉଛି ପ୍ରସିଦ୍ଧ ଦେବତା ଥିଲେ। ଅବିକା ପାଇଁ ଲୋକ ଆସ୍ତେ ଆସ୍ତେ ସାଇଣ୍ଟିଫିକେସନ୍ ହେଲା ପରେ ମେଡ଼ିକାଲ ହେରିକା ସବୁ ଯାଉଛନ୍ତି, କିନ୍ତୁ ହେଲେ ବୁଢ଼ା ପୀରଙ୍କୁ ଯେଉଁ ପ୍ରକାର ହିସାବରେ ଡାକୁଥିଲେ ବା ଯେଉଁ ଭୋଗ ଯାଚୁଥିଲେ ବା ସେ ବାବଦରେ କିଛି କମ୍ ନାହିଁ। ମଧ୍ୟ ଯାତ୍ରୀଙ୍କର ଯାତାୟାତ ମଧ୍ୟ ଅଛି। ଏ ଯାତ୍ରୀ ଆଗ ଅପେକ୍ଷା ଟିକେ କମିଛନ୍ତି, ହେଲେ ବି ମଧ୍ୟ ଏଠି ହିନ୍ଦୁ ମୁସଲମାନଙ୍କର ହେଉଛନ୍ତି ଠାକୁର ହେଲେ ମୁସଲମାନ ପୂଜକ ହେଲେ ବି ମଧ୍ୟ ହିନ୍ଦୁ ହେଉଛନ୍ତି ଏଠି ବେଶୀ ହେଉଛନ୍ତି ଯାତ୍ରୀ। ହିନ୍ଦୁ ହେଉଛନ୍ତି ଏ ଦେବତାଙ୍କୁ ଡାକିକିନି ଏବଂ ଏଠି କଦଳୀ ନଡ଼ିଆ ଯେଉଁ ଭୋଗ ଲଗାଏ ଏବଂ ସେ ଭୋଗ ଲଗାନ୍ତି ଆଣିକିରି ଏଠି ଆଙ୍କର ହେଉଛନ୍ତି ମୁଖ୍ୟ ଭୋଗ ହେଉଛି ଗୋଟେ ପାକା ଭୋଗ ଚାଲିଛି ସେପଟରେ। ପାକା ଭୋଗ ବି ମଧ୍ୟ ଗୋଟା ଯେଉଁଗୁଡ଼ାକ ହେଉଛି ନଡ଼ିଆ ଏବଂ ଗୁଡ଼ରେ ସେ କଷା ହେଇକିରି ଛୋଟ ଛୋଟ ଗୋଟେ ବାଟୁଳା ହେଇକିରି ସେପଟରେ ବିକ୍ରି ହେଉଛି ମଧ୍ୟ। ତା ନାଁ ହେଉଛି ପାକା ଭୋଗ। ସେ ହେଉଛି ପ୍ରଥମ ଭୋଗ। ସେଇଟା ତାପରେ ନଡ଼ିଆ କଦଳୀ ହେଉଛି ତାଙ୍କର ପ୍ରହର ଭୋଗ ହୁଏ ଏବଂ ଯାତ୍ରୀ ଏଠି ବହୁତ ଯାତ୍ରୀ ଏଠି ହେଉଛନ୍ତି। ଏବେ ବି ସୁଦ୍ଧା ଯାତ୍ରୀ ହେଉଛନ୍ତି, ଆଗ ଅପେକ୍ଷା ଟିକେ କମିଛନ୍ତି, କିନ୍ତୁ ହେଲେ ବି ମଧ୍ୟ ବହୁତ ଯାତ୍ରୀ ଏବଂ ହିନ୍ଦୁ ମଧ୍ୟ ଏଠି ଯାତ୍ରୀ ବେଶୀ ଏବଂ ମୁସଲମାନ ଠାକୁର ମୁସଲମାନ ପୂଜକ ଏଠି ପୂଜା ଅର୍ଚ୍ଚନା ହୁଏ ଏବଂ ତାଙ୍କର ଗୋଟେ ବାର୍ଷିକ ମେଳା ହୁଏ। ସମସ୍ତଙ୍କର ଏଠି ଭାଇଚାରା ଅଛି। କିଛି ବିଭୂତି ପୂଜକ ଦଉଛନ୍ତି। ହଁ, ବିଭୂତି ଦେଉଛନ୍ତି, ସେ ଗଛର ଛେଲି ଦେଉଛନ୍ତି, ସେ ତାଙ୍କର ଦେଉଛନ୍ତି। ତାର ବିଶ୍ୱାସରେ ମଧ୍ୟ ଲୋକ ଉପକୃତ ହେଉଛନ୍ତି ନିଶ୍ଚିନ୍ତ ଏକଥା। ହଁ, ନାଇଁ ଉଦ୍ଭିଦ ଯେଉଁ ଗଛ କଥା ଟିକେ ରଖିଲେ ଗଛ କଥାରୁ ଉପକୃତ ହେଉଛନ୍ତି, ତାର ପତ୍ର, ଛେଲି, ଚେର ଏ ସବୁଥିରେ ଛେଲି ଦେଉଛନ୍ତି। ଏସବୁ ଗଛର ନାଁ ଟିକେ କହିପାରୁନାହାନ୍ତି କେହି। ଗଛର ନାଁ କେହି ଆମେ ବି କହିପାରୁନି, ସେ ତ କହିପାରୁନି। ମାନେ ଆପଣଙ୍କ ବାପା ଅଜା ଜାଣିନାହାନ୍ତି? ଆମ ବାପା ଆଗେ ବି ଜାଣିନାହାନ୍ତି। ଆପଣଙ୍କ ଘର ଏଇଠି ତ? ଆମ ଘର ଏଇଠି। ପୁଣ୍ୟ ପିଲା। ମାନେ ମେଡିକାଲ ସାଙ୍ଗେ ସାଙ୍ଗେ ପଡ଼ିଗଲା। ହଁ, ସେ ଲୋକଙ୍କର ମାନେ କଥା ହେଉଛି କ'ଣ ଦେଖୁନ, ମୂଷା ଛୁଆଟା କାମୁଡ଼ିଲା, ସେ ଗଲେ ମେଡିକାଲ ମାନେ ବ୍ଲଡ୍ ପରୀକ୍ଷା କରେ। ଲୋକଙ୍କର କେତେ ମାଇଣ୍ଡ ଚାଲିଛି, ମନରେ ଭୟ ଆଜ୍ଞା। ହଁ, ମୂଷା ଛୁଆ କାମୁଡ଼ିଥିଲା ସେ। ହଁ, ସେ ମୂଷା ଛୁଆ କାମୁଡ଼ିଥିଲା। ନାଇଁ ସାର୍, ଆପଣ ଜାଣିପାରିଲେ ମୂଷା ଛୁଆ କାମୁଡ଼ିଛି କାହିଁକି, କେମିତି କ'ଣ? କେମିତି ଜାଣିକି ଯେ ଜିନିଷଟା ଅଛି ସେ ଆମେ କ'ଣ। ଓହୋ, ଆପଣ ବହୁତ ସମୟ ହେଲା ଦେଖି ଆସୁଛନ୍ତି ଯେ ଯେଉଁ କାମୁଡ଼ା ସବୁ, ନାଇଁ କି? ସେଥିପାଇଁ। ଆଚ୍ଛା ଆଚ୍ଛା। ମୂଷା ଛୁଆଟା କାମୁଡ଼ିଥିଲା। ଏଇଠି ଭଲ ହେଇଛନ୍ତି ସାପ କାମୁଡ଼ା? କେତେ ବର୍ଷର ଘଟଣା? ହେଲାଣି 12-14 ବର୍ଷ ହେଲାଣି। ମୁଁ ପଢ଼େଇ ପଢ଼ିଥିଲି ଏଇଠି ପଢ଼େଇ ପଡ଼ିଥିଲ? ଏଇଠି ଭଲ ତାଙ୍କୁ ସ୍ୱପ୍ନ ହେଇଯିବ। ଯିଏ ଶୁଣ ସ୍ୱପ୍ନ ଭଲ, ଯିଏ ମାନେ ଧର ଫଳ ପଡ଼ିଲା ମୋ ଉପରେ ନିଦ ଭାଙ୍ଗିଲା, ତାପରେ କହିଲେ ଯଦି କିଛି ଧର ଇଏ ଦୁଷ୍ଟ ବଦାଣି କଲେ ଠାକୁର ଧର ମୁଁ ଏଠି ମାନସିକ କରି ଅନ୍ୟ ଜାଗାରେ ଇଏ ବି ଏଠି ପଇଲା ଖାଲି ମାଡ଼ ହବ, ତାଙ୍କର ବେତ ପାହାର ହବ। ଆଚ୍ଛା। ଜଣକୁ ହେଇଥିଲା ବେତ ପାହାର ଗଡ଼ିଆ ଭିତରେ ପଇଲା ସେ ହେଲା, ବାବା ବାଡ଼େଇଲେ ବାଡ଼େଇଲେ ସବୁ ଏଇଠି ଭଲ হবে। ହେଲେ ଆଜି ମାନେ ସିଷ୍ଟମ ପଳେଇଯାଉଛନ୍ତି। ସେ ଜିନିଷଟା ଯେଉଁ ନାଳ ଅଞ୍ଚଳରେ ଯାଇ ପାକସ୍ଥଳୀରେ ଜମା ହେଇ ଜାଣିଛ, 2 ବର୍ଷ ଲାଗିବ, 3 ବର୍ଷ ଲାଗିବ, 4 ବର୍ଷ ବି ଲାଗିବ। ଯେ 4 ବର୍ଷ 5 ଯଦି ସେ ନାଳ ଅଞ୍ଚଳ ଦେବା ହେଲେ ତାହେଲେ କ'ଣ ଜୀବାଣୁ ତିଆରି ହେଉଛି। ଜୀବାଣୁ ତିଆରି ହେଲେ ଅଟୋମେଟିକ୍ ସେ ମୁଣ୍ଡ ଉପରୁ ଉଠିବ, ଉଠିଲେ ପାଣି ଦେଖିକି ଅଟୋମେଟିକ୍ ଡରିବ, ତାପରେ ମୁଣ୍ଡ ଫୁଣ୍ଡ ବୁଲେଇବ। ସେ ଜିନିଷ ହେଉଛି ମାନେ ସେ ଆଗ ଯାଇ ପରୀକ୍ଷା କରି ସାଙ୍ଗେ ଜିନିଷ ବାହାରିଯିବ ନା କ'ଣ। ନାଇଁ, ମେଡ଼ିକାଲରେ ଆପଣ ଦେଖେଇଥିଲେ? ହଁ, ମେଡ଼ିକାଲରେ କ'ଣ କହିଲେ? କହିଲେ ପଏଜନ୍ କିଛି ନାହିଁ ବୋଲିକି, ଆଉ ଖାଲି ନର୍ମାଲ ମେଡ଼ିସିନ। ଠିକ୍ ଅଛି। ତ ଆପଣ ବିଶ୍ୱାସ ବଳରେ ତ ଆସିଛନ୍ତି ଭଗବାନଙ୍କ ପାଖକୁ, ପୀର ବାବାଙ୍କ ପାଖକୁ, ବିଶ୍ୱାସରେ କିଛି ମୁଁ ଜିନିଷଟା ମୁଁ କହିଲି ଆପଣ କେତେ ଟଙ୍କା କ'ଣ ଖର୍ଚ୍ଚ କରୁଛନ୍ତି ଠାକୁରଙ୍କର ଏତେ ଖର୍ଚ୍ଚରେ ମାନେ ଇଏ ଯିବ କ'ଣ ଚାଷୀ ଅଛି। ଗୋଟେ 1 ଲକ୍ଷ ଟଙ୍କା ଯିବ, ଯେତେ ବିଷ ଧରିବ 5 ଲକ୍ଷ ଟଙ୍କା ଖର୍ଚ୍ଚ କଲେ କେହି ଭଲ କରିପାରିବେ। ନାଇଁ ବନ୍ଧୁ, ଆପଣଙ୍କୁ ପୂର୍ବ ସମୟରେ କହୁଥିଲେ ଏଇଠି ଅଧିକା ପଡ଼ିଥିଲେ ବୋଲି, ଆପଣଙ୍କର ସେ ବିଶ୍ୱାସ ବଳରେ ବିଶ୍ୱାସ ଅଛି ତାଙ୍କର। ସେ ଘରେ କହୁଛନ୍ତି ଯେ ତ ଔଷଧ ଖାଇଲେ ତମର କ'ଣ ହେଇଯିବ, କ'ଣ ହବ? ଆରେ ଠାକୁରଙ୍କ ନିଜେ ସେ ନିଜେ ତିଆରି କରି ଦେଉଛନ୍ତି ଔଷଧ, ଜଷ୍ଟ ଏତିକି ଟିକେ ଖାଇବେ, କେତେ ପାୱାର ତାର
ये कौन आयुर्वेदिक कथी ये ऊपर दौरान तो विभूति ऊपर ना बाबा आउ किछि ना से औषध अछि अच्छा आयुर्वेदिक सेवा मध्य के जो हां से औषध अछि ये एते न जस्ट एति चिकन और खाली कदल देबे अच्छा। एते पावर अच्छा हाँ आज्ञा बहुत बहुत धन्यवाद अतीतर यही परंपरा भित्तिक आमर यही उभय भाईचारार पीठ बाबा पिरंगादी सर्पघात हेले बा कुकुर बिलुआ किसी ज्वलांतक रोग पई एठी आमर किसी औषध मान सब दिया जाउथाय अतीत समय दिया जाउथला वर्तमान मध्य दिया जाउछि कहीं आम मानकर से विश्वास बल तो आम मैंने धाई आसी था ये पीठ मानक आज्ञा किंतु वर्तमान समय रे आमर मेडिकल चाहिदा जेहेतु बढ़ी जाइछि मेडिसिन उपरे बहुत विश्वास रखिले से धीरे धीरे किसी लोक माने कम हबार किसी नजर को आसूची तत्सहित किसी विश्वास तो आम मानकर भरपूर रही ना से आम मेडिकल जाऊे जहाँ भी किसी कामुड़े आम मन जो भय आसे से भय नहीं आम सर्वप्रथम मेडिकल जावा मेडिकल रे आम चिकित्सा है आम मन रे विश्वास नहीं अतीत समय रे ना आमको किसी जदि असुविधा हुए आम बाबा ना नहीं था आसी भोगराग करिथाउ एवं प्रत्येक सप्ताहर गुरुवार ही आपण मैंने आसी एटी भोगराग आदि करें ये हूँ बाबा महिमा।